ଯେତେବେଳେ ମୁଁ କହୁଛି କି ଭରସା ରଖ, ତେବେ ମୁଁ ତୁମକୁ କେବଳ ବଡ଼ ବଡ଼ ସମସ୍ୟା ପାଇଁ ଭରସା ବା ବିଶ୍ୱାସ କରିବାକୁ କହୁନାହିଁ। ତୁମର ଛୋଟ ଛୋଟ ସମସ୍ୟାରେ ମଧ୍ୟ ଭରସା ରଖ, ଡର ନାହିଁ। ମୋର କିଛି ଝିଅମାନେ ଯେଉଁମାନେ ସଠିକ୍ ରାନ୍ଧିବା ଜାଣନ୍ତି ନାହିଁ, ସେମାନେ ତ ଛୋଟ ଛୋଟ କଥାକୁ ସମସ୍ୟାରେ ପରିଣତ କରିଦିଅନ୍ତି। ଯେପରି ସେମାନେ କୁହନ୍ତି କି ବାବା ରୋଷେଇ କରିବା ଜାଣେ ନାହିଁ, ଆଜି ରୋଷେଇ କରିପାରିବି ତ? ତାହେଲେ ଶୁଣ, ଯେଉଁଠି ବି ତୁମକୁ କିଛି ଭୟ ଲାଗୁଛି, ଆଖି ବୁଜ, ମୋତେ ସ୍ମରଣ କର, ମୋ ନାମ ନେଇ ଖାଇବା ତିଆରି କର, ଦେଖିବ ସବୁ ଭଲ ହେବ। ହଁ, ମୋର ଆଉ କିଛି ପିଲା ତ ସେମାନଙ୍କ ପିଲାମାନଙ୍କୁ ନେଇ ବହୁତ ଚିନ୍ତିତ ହୋଇ କୁହନ୍ତି, ବାବା ମୁଁ କ'ଣ କରିବି? ମୋ ପିଲା ତ ମୋ କଥା ଶୁଣୁନାହିଁ, ନା ସେ ଠିକ୍ ଭାବରେ ଖାଉଛି, ନା ସେ ପଢ଼ୁଛି, ସିଏ ତ ମୋ କଥାରେ ଟିକିଏ ବି ନାହିଁ। ତାହେଲେ ଶୁଣ ପିଲାମାନେ, ତୁମ ପିଲାମାନେ ତ ମୋର ହିଁ ଅଟନ୍ତି, ତେଣୁ ମୁଁ କିପରି ସେମାନଙ୍କର ଧ୍ୟାନ ରଖିବି ନାହିଁ ତୁମେ ଭାବିପାରୁଛ? ତେଣୁ ସେମାନଙ୍କ ଚିନ୍ତା ବିଲକୁଲ କର ନାହିଁ। ତୁମେ କେବଳ ଧୈର୍ଯ୍ୟ ଏବଂ ସ୍ନେହର ସହିତ ସେମାନଙ୍କର ଲାଳନ ପାଳନ କର। ମୁଁ ତୁମକୁ ଜଣେ ଭଲ ପିତାମାତା ହେବାକୁ ମାର୍ଗଦର୍ଶନ କରିବି, ଯାହାଦ୍ୱାରା ତୁମର ପିଲାମାନେ ମଧ୍ୟ ସମ୍ଭାଳି ଯିବେ ଏବଂ ଭଲ ରହିବେ। ଜୀବନରେ ତୁମେ କେବଳ ପରିଶ୍ରମ କରି ଚାଲ, ଦେଖିବ ଖୁବ୍ ଶୀଘ୍ର ତୁମର ଏମିତି ନାଁ ହେବ ଯେ ଲୋକମାନେ ତୁମକୁ ଚିହ୍ନିବେ ଏବଂ କହିବେ କି ତୁମ ଉପରେ ତ ସାଇବାବାଙ୍କ ଆଶୀର୍ବାଦ ଅଛି। ତୁମର ମୋ ଉପରେ ବିଶ୍ୱାସ ଏବଂ ତୁମର ପ୍ରକୃତ ପରିଶ୍ରମ ତୁମକୁ ଜୀବନରେ ବହୁତ ପ୍ରଗତି ଦେବ। ମୋ ସନ୍ତାନ, ମୁଁ ତୁମ ସହିତ ଅଛି, କାହିଁକି ଚିନ୍ତା କରୁଛ? ତୁମର ସଫଳତା ନିଶ୍ଚିତ ଅଟେ। ଓମ୍ ସାଇ ରାମ, ଜୟ ସାଇ ରାମ।